ଡୁଡ଼କାରେ ଗିରି ଗୋବର୍ଦ୍ଧନ ପୂଜା। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଗିରିଧାରଣ ଲୀଳା ଏବଂ ଦେବରାଜ ଇନ୍ଦ୍ରଙ୍କ ଗର୍ଭଗଞ୍ଜନ ଆଧାରରେ ସେହି ଦିନଠାରୁ ପାଳିତ ହୋଇ ଆସୁଛି ଗିରି ଗୋବର୍ଦ୍ଧନ ପୂଜା। ଏହି ପୂଜା କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ପରଦିନ ପାଳନ କରାଯାଇଥାଏ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକର ଡୁଡ଼କା ଓ ବୋଲିଙ୍ଗା ଗ୍ରାମ ପଞ୍ଚାୟତର ଜରିଆ ଗୋଡ଼ ସମାଜ ସଭାପତି ସନ୍ତୋଷ ଫଇଁସାଳ ଓ ସମ୍ପାଦକ ଧନାର୍ଦ୍ଦନ ମାକରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଡୁଡ଼କା ଗ୍ରାମର ଦୁର୍ଗା ମଣ୍ଡପଠାରୁ ବାହାରି ବସୁନ୍ଧରା ନଦୀକୁ ଯାଇ ମହା ରୀତିନୀତିରେ ପୂଜାର୍ଚ୍ଚନା କରି ଶତାଧିକ ମହିଳା କଳସ ଧରି ଗ୍ରାମ ପରିକ୍ରମା କରି ବ୍ରାହ୍ମଣୀ ପାହାଡ଼ କଳସରେ ସ୍ଥାପନ କରିଥିଲେ। ପୂଜକ ଗୋପାଳ ଷଡ଼ଙ୍ଗୀ ପୂଜାର ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତି ଅନୁସାରେ ପୂଜା କରିଥିବା ବେଳେ କର୍ତ୍ତା ଭାବେ ହୀରଧର ଡିଲା ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ଡିଲା ରହିଥିଲେ। 2 ଦିନ ଧରି ଚାଲିବାକୁ ଥିବା ଏହି ପୂଜାସବରେ ଦିଆମୁଣ୍ଡା, ଗର୍ଜନ ବାହାଲ, ବୁଢ଼ା ଜରିଆ, କଦମଡିହି ଓ ଡୁଡ଼କା ଗ୍ରାମରେ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସମାଜର ପୁରୋଧା ଜୟକୃଷ୍ଣ ଡିଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 2 ପଞ୍ଚାୟତର ଶତାଧିକ ଜାତି ସମାଜର ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ ଓଡ଼ିଆ ଭାସ୍କର।